मुझे ठिया है देखते गाड़ी आसी बर्तमान 10टा 10टा बाजी 10टा है बहुत सारी छाड़ी फाइनाली पहुँची तो ये देखते गाधागाधि कर फ्रेश होगी आसिक खाइले परोटा ता सागर भजा कौन नेम्बू पाई मैंने आम गच एत नेम्बू होना मु तो खास खाली गाँ को आसी बार जिन खायापी तो गच नेम्बू एत नेम्बू हो आप चलन देखिए चिकू मिकू मामू घर आसी के दुष्ट हो खाई ना कौन सब खाई मम्मी जा टिकी नहीं जो सेपटे कड़े गले यपटे जाता ना जा गोड़ धोईदेवी आई मार पिपन सब फूल छिंडी देला छोट एटा बड़ दीपक तो फाइनली आज चिकुन को गाँव को जाते मामू घर को तो छकरे आसिक ठिया मम्मी भी मुझे ठिया है देखते गाड़ी आसी बर्तमान ठिया लगे सब अच्छी चिकू वेट कर आसो बस छकरे ठिया प्लानेटोरियम छकरे आज बहुत झाड़ हो गरम हो पूरा साइड साइड बस वेट कर आसो कौन के आसो कह 9टार अच्छी मुझे आगु हरबर आम के टाइम 9टा रथ किसी दिन पर रथ 27 तारीख रथ अच्छे गाँव में रथ बन ना केते दिन पर माने बाहरी केते झाड़ करे जाउछ गाँव और चिकनी भी तो बहुत खुशी मुझे तो मुझे हाथ भिजी देखिए आगु बस के आस वेट कर बस टा अटकी आमर किसी समय पर छाड़ बस अटकी दसटा बाजी 10टा है बहुत सारी छाड़ी खाली बस जाऊँगी देखु केतटा बस गला खाली कौन चिकन ऑटो बस सब देखु चिकू मिकू मामू घर बस स्टैंड रे पहुँची गले बस स्टैंड गाड़ी आसो समस्ते जीवे चिकू जीवा कहीं मामू कहीं
ମାମୁଁ କାଇଁ ତ ବାହାରି ପଡ଼ିବା ଏବେ ଘରକୁ। ତ ଏଇଠି ଦେଖୁତେ ଗାଧାଗାଧି କରି ଫ୍ରେଶ୍ ହେଇକି ଆସିକି ଖାଇଲେ ବି ପରଟା ତା ସାଙ୍ଗରେ ଭଜା, ପୋଟଳ ଭଜା। ଆଉ ମୁଁ ବି ଚେଞ୍ଜ କରିସାରିଲି, ମାନେ ମୁଁ ଗାଧେଇନି, ଇଏ ତାଙ୍କୁ ଗାଧେଇକି ଆସିକି ତାଙ୍କୁ ଖାଇଲେଣି। ଆଉ ଚିକୁମିକୁ ବ୍ରସ୍ କରି ତାଙ୍କୁ ବି ଯାଉଛି ଖୋଇଦେବି। ଆଉ ମୁଁ ତା ପଛରେ ଟିକେ ଗାଧେଇ ପାଧେଇ ମୁଁ ଏମାନେ ସମସ୍ତେ ଜଳଖିଆ ଖାଇଲେ, ଇଏ ଜଳଖିଆ ଖାଇବେ, ଚିକୁମିକୁ ଖାଇବି, ମୁଁ ପଖାଳ ଖାଇବି। ମାନେ ଗାଁକୁ ଆସିଛି ମାନେ ପଖାଳ ସାଙ୍ଗେ ଶାଗ ଭଜା, ତ ମୁଁ ତ ସେଇଟା ଖାଇବି। ଶାଗ ଭଜା ଖାଇକି ଫାଇଁକି ପଡ଼ିଥିବ, ମୁଁ କାହିଁକି ଫାଇଁକି ପଡ଼ିଥିବି। ହେଲେ ମାନେ ମୁଁ କାଲିଠାରୁ ମାନେ ଯେବେଠାରୁ ଆସିବି ବୋଲି ଡିସାଇଡ଼୍ କରିଛି, ସେବେଠାରୁ ବୋଉ କହିଛି ଶାଗ ଭାଜି ମୁଁ ଯାଇକି ଖାଇବି, ଶାଗ ଭାଜି ମୁଁ ଯାଇକି ଖାଇବି। ତ ଶାଗ ବି ହେଇଛି। ଆଉ ମୁଁ ଯାଉଛି ଛୁଆମାନଙ୍କୁ ଟିକେ ଖୋଇଦେବି, ଖୋଇ ଦେଇକି ମୁଁ ବ୍ରସ୍ କରିବି। ମୁଁ ଆଉ ରହିପାରିବି ନା, ଆଗ ଖାଇବି ତାପରେ ଯାହା ହବ। ଇଏ କହନ୍ତି ଯେ ଗାଁକୁ ଆଇଲି ତୋର ଆସିଲା ବେଳକୁ ଘରୁ ଖାଇକି ହଁ ମାନେ ଏଇଟା ତ ସତ। ମାନେ ମୁଁ ଘରେ ଖାଇଲେ ଆମର ମଟନ୍ ବି ହେଇଥିଲା, ପୋହଳା ମାଛ ବି ହେଇଥିଲା, ଖାଇଛି। ଆଉ ବାଟରେ ଯେତେବେଳେ ମୋତେ ଟିକେ ଚିକେନ୍ ପକୋଡ଼ା ବହୁତ ପସନ୍ଦ, ଆଉ କହିଲି ଟିକେ ଚିକେନ୍ ପକୋଡ଼ା ଆଣ। କହିଲି ମଟନ୍ ଖାଇକି ଆସିଛୁ ଚିକେନ୍ ପକୋଡ଼ା ଖାଇବୁ? ମୁଁ କହିଲି ହଁ ମୁଁ ଖାଇବି। ସେଠୁ ଆଣିକି ଦେଲେ ଚିକେନ୍ ପକୋଡ଼ା, ମୁଁ ଖାଇଲି। ତମେ ନ ଖାଅ, ମୁଁ ତ ଖାଇଲି ଆଉ। ଆଉ ଏଇଠୁ ଚିକୁମିକୁ ବି ପୁରା ରେଡ଼ି ହେଇଯିବେ ଖୁସି ପୁରା। ଆଉ ଯାଉଛି ଚିକୁମିକୁ ଖୋଇଦେବି, ତାପରେ ମୁଁ ଖାଇବି। ମୁଁ କ'ଣ ଖାଇବି ଆପଣମାନଙ୍କୁ ଦେଖେଇବି। ଚାଲ ଚିକୁମିକୁ ଖୋଇବା। ତ ଆଜି ଚାଲ ଦେଖିବା ଆମେ ବାରି କେମିତି ହେଇଛି। ବର୍ଷା ଦିନେ ପୁରା ଏସବୁ ଶାଗ ହେଲା, କାଳି କାଳିକା ଶାଗ ଆକୁ କହନ୍ତି। ତାପରେ ମଦରଙ୍ଗା ଶାଗ ପୁରା ଭର୍ତ୍ତି ହେଇଛି ବାରି, ଦେଖୁଥିବେ ବର୍ଷା ହେଇକି। ଆଉ ଆମର ପିଜୁଳି ଗଛଟା ମରିଯାଇଛି, କେଡ଼େ କେଡ଼େ ପିଜୁଳି হয়, ଏତେ ବଡ଼ ବଡ଼ ଆଉ ମିଠା, ପୁରା କାକୁଡ଼ି ପିଜୁଳି ମରିଯାଇଛି। ଏଇ ଗଛରେ ବି ପିଜୁଳି ହେଇଛି। ଆଉ ଏଠି ଦେଖୁଥିବେ ପପିତା ହେଇଛି, ପପିତା ହେଇଛି। ଚାଲନ୍ତୁ ଆହୁରି ମୁଁ ଦେଖେଇବି ଗୋଟେ ଜିନିଷ, ମାନେ ମୁଁ ଭାତରେ ନଗେଇକି ଖାଇବି। ଭାତରେ ତ ଶାଗ ଭଜା ହେଇଛି, ତ ଶାଗ ଭଜା ସାଙ୍ଗରେ କାଦୁଅ କେମିତି, କାଦୁଅ କାଦୁଅ, ଗାଁକୁ ଆସିବ ମାନେ ଖାଲି କାଦୁଅ ସବୁଆଡ଼େ। ଏଠି ଆମେ ପିଜୁଳି ଗଛ କେମିତି ମରିଯାଇଛି। ଆଉ ଦେଖନ୍ତୁ ଆମର ପୋଇ ଗଛ ମାଡ଼ିଛି ବାରି ସାରା, ପୋଇ ଗଛ। ଆଉ ମୁଁ ଏବେ ଯାଉଛି କ'ଣ ପାଇଁ, ନେମ୍ବୁ ପାଇ। ମାନେ ଆମ ଗଛରେ ଏତେ ନେମ୍ବୁ ହେଇଛି ନା, ଆଉ ମୁଁ ତ ଖାସ୍ କରି ଗାଁକୁ ଆସିଛି ବାରି ଜିନିଷ ଖାଇବା ପାଇଁ। ତ ଆମ ଗଛରେ ନେମ୍ବୁ ହେଇଛି, ଏତେ ନେମ୍ବୁ ହେଇଛି ଆପଣମାନଙ୍କୁ ଚାଲନ୍ତୁ ଦେଖିବି। ଦେଖୁଥିବେ ଶାଗ କେମିତି ହେଇଛି, ବଢ଼ିଆ ଶାଗ। ଟିକେ ଖରା ହେଲେ ଅଉ ଗଛରେ ଦେଖୁଥିବେ, ଅଉ ଗଛ କେଡ଼େ ବଡ଼ ହେଇଗଲାଣି, ଅଉ ଗଛଟା କେଡ଼େ ବଡ଼ ହେଇଗଲାଣି। ନେମ୍ବୁ ଦେଖୁଥିବେ କେତେ ହେଇଛି ନେମ୍ବୁ, ବାବା ନେମ୍ବୁ ହେଇଛି ଏତେ, ହେଲେ ମୁଁ ଆସିଲି ସରିଯିବ ସବୁ। କାହିଁକିନା ମୋର ତ ଟିକେ ସବୁଥିରେ ନେମ୍ବୁ ଟିକେ ଖାଇବା। ଦେଖ ନେମ୍ବୁ ଗଛ ତୋଳିଲି। ନେମ୍ବୁ କେମିତି ହେଇଛି, ନେମ୍ବୁ ହେଇଛି ପୁରା ଭର୍ତ୍ତି ହେଇଛି ନେମ୍ବୁ। ଆଉ ସଜନା ଶାଗ ଦେଉଥିବେ, ସଜନା ଶାଗ ହେଇଛି। ଆଉ ଇଏ ବି ଗୋଟେ ଶାଗ ହେଇଲା, ନଳିତା ଶାଗ ଦେଉଥିବେ, ନଳିତା ଶାଗ ହେଇଛି। ଆଉ ନେମ୍ବୁକୁ ନେଇକି ଖାଇବାର ଅଛି, ପୁରା ଦଳିକି ଶାଗ ଭଜା, ନେମ୍ବୁ ଦଳା, ପଖାଳ ଭାତ। ଚିକୁମିକୁ ରୁଟି ଖାଇଲି, ତାଙ୍କ ବାପା ତ ରୁଟି, ମୁଁ ଆପଣଙ୍କୁ ଦେଖେଇଥିଲି। ମୁଁ ଯାଉଛି ଖାଇବି ପଖାଳ। ଚିକୁମିକୁ ମାମୁଁ ଘରେ ଆସି କେମିତି ଦୁଷ୍ଟ ହେଉଛନ୍ତି। ଚିକୁମିକୁ ଖାଉଛି ଡାଲି ଗୋଳା ଭାତ ଖାଉଛନ୍ତି। ଆଉ ତମେ ତ ଖାଇସାରିଲଣି। ମୁଁ ତ ଖାଇ କ'ଣ ଖାଇଲି, ଭେଣ୍ଡି ଭଜା, ସଜନା ଭେଣ୍ଡି ଆଳୁ, ଗୋଟା ଭଜା ମସଲା, ଭେଣ୍ଡି ଗୋଟା ଆଳୁ ଭଜା, ଡାଲି, ସଜନା ଛୁଇଁ ମସଲା ଦିଆ ସଜନା ହେଇକି ତରକାରୀ, ସଜନା ଆଳୁ ଭଜା, ଶାଗ ଆମ୍ବ, ଭଜା,
ଶାଗ ଭଜା ହଁ ଆଉ ଆମ୍ବ ହେଇଥିଲେ ଆମ୍ବ ଖାଇବେ। ମୁଁ ଏତେ ଆମ ଆମ୍ବ ଗଛ ଆମ୍ବ ହେଲେ ସେ ଖାଇବେ। ହୋଇ ଚିକୁ ଖାଉନ ଦିଟା କେମିତି ଏମିତି ହଉଛ ତାଙ୍କ ଆଈ ପାଖରେ ଯାଇକି ଟିକେ ବସି ଛୁଇଁ ମସଲା ଛୁଇଁ ଗଲା ଟିକେ ଖାଇକି ଡାଲି ଭଳିଆ ଭାତ ଖାଉଛନ୍ତି। କଣ କଲେଣି ଦେଖନ୍ତୁ ଘରେ ସମସ୍ତେ ଖାଇସାରିଲେଣି ଆଉ ମୁଁ ଖାଇନି। ତାଙ୍କୁ ଗଲା ଖୋଇ ଗଲା ଦେଇ ଗଲା ଖାଇବି। ମାଡ଼ ଗଲା ଓହୋ ତା ଲାଗେ ନା ଭାଇ 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 ଲାଗିବନି। ମିକୁ ଭାଇ ସାଙ୍ଗେ ଲାଗନି ଗଲା 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 ନାଇଁ 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 ସରି फाଇଟିଂ ସରି फाଇଟିଂ ସରି ଫାଇଟିଂ ସରି ସରି। କି ଭଗବାନ ନାଇଁ ନା ତମେ ଖେଳ 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 ତମେ ଖେଳ ତାକୁ ଗୋଟେ ଦେଉଛ କାଇଁ ହଁ ସାଙ୍ଗ ହେଇକି ଖେଳ ସାଙ୍ଗ ହେଇକି। ଦେଖୁଥିବ କେମିତି ଝଗଡ଼ା ହଉଛନ୍ତି ଦି ଜଣ ଦୁଷ୍ଟ ଉଠି ଉଠି ବସ ବସିବ ନା ନେଇଯିବ। ଏଠି ଦେଖୁଥିବେ ଶାଗ ଭଜା ଏଇଟା ବାରିର କଖାରୁ ଶାଗ ସବୁ ମିଶେଇକି ବୋଉ ପକଉଛି ଶାଗ ଦେଖୁଥିବେ କଖାରୁ ଶାଗ ଏଠି ଆମ ଗଛର ଆମ୍ବ ଦେଖୁଥିବେ ଏଟା ପୁରା ପାଚିଲା ଆମ୍ବ ଆମ ଗଛରେ ହେଇଛି ମୁଁ ଆପଣମାନଙ୍କୁ ଦେଖେଇବି ନେଇକି ଆମ ଗଛରେ ଆମ୍ବ ହେଇଛି ମାନେ ମୁଁ ଆସିବି ବୋଲି ବୋଉ ସବୁ ପାରିନଥିଲା ଗଛରେ ସବୁ ରଖିଥିଲା ଗଛରେ ସବୁ ପାଚିଥିଲା ଗଛ ଆଉ ଏଠି ନେମ୍ବୁ ଆମ ବାରିର ନେମ୍ବୁ ଦଳିଛି ଯାଉଛି ଖାଇବି ତ ଦେଖିକି ବହୁତ ଲୋଭ ଲାଗିଲାଣି ମାନେ ବାରିର ଜିନିଷ ଖାଇବାଟା ଆଉ ଗାଁର ଘର ଜିନିଷ ଖାଇବା ତ ଆଗକୁ ଏବେ ତ ଏଇଟା ଖିଆ ହେବ ଖରାବେଳ ଖାଇବାଟା କ'ଣ ଖାଇବ ଯେହେତୁ ସାଧା ଚାଲ ମୁଁ ଖାଇବା ଷ୍ଟାର୍ଟ କରିବି। କ'ଣ ଖାଇଲୁଣି ଖାଇନଥିଲ କି ପର୍ଯ୍ୟନ୍ତ ଏ ପର୍ଯ୍ୟନ୍ତ ଖାଇନଥିଲ କ'ଣ ସବୁ ଖାଇଲ ଯୋଉ ଏଇଟା ମାନେ ଚିକୁମିକୁ ଖାଉଥିଲି ଯୋଉଟା ଛାଡ଼ିଥିଲି ମୁଁ ସେଉ ଖାଇଦେଲି ଡାଲି ଆଉ ଏଇଟା ବାରିର ଛୁଇଁ ଆଉ ଏଇଟା ଶାଗ ଭଜା ଆମ୍ବ ଖାଲି ଭେଣ୍ଡି ଆଣିନାହିଁ ଭେଣ୍ଡି ଭଜା। ଏବେ ତାକୁ ତା ମାମୁଁ ଘର ବାହାରେ ସବୁ ଠିଆ ହେଇଛନ୍ତି ଚିକୁ ମୋ ସହିତ ଅଛି ମିକୁ ଠିଆ ହେଇଛି ଏବେ ଚାଲୁନ ବାରିକୁ ଟିକେ ଯିବା ବହୁତ ଦିନ ପରେ କେତେ ଦେଖିବ କାଦୁଅ ହେଇଯିବ ଗୋଡ଼ ଗଳିଯିବ ଗୋଡ଼ କେତେ ଆମ୍ବ ହେଇଛି ଦେଖନ୍ତୁ ତଳେ ତଳେ ଆମ୍ବ ହେଇଛି ଦେଖନ୍ତୁ ଏଇଠି ମାନେ ଗଛରେ ଆମ୍ବ ସରିଯିବନି ହେଲେ ଆମ ଗଛରେ ହଉଛି ଆମ୍ବ ହେଇଛି ଆମ୍ବ କେତେ ତଳେ ଦେଖନ୍ତୁ ମାନେ ଏଇଟା ଦେଖୁଥିବେ କେମିତି ଚାରିଟା ଗଛ ଏଇ ଚାରିଟା ଗଛ ସବୁଥିରେ ଆମ୍ବ ହେଇଛି ଏଇଠି ଏଇ ସବୁ ଗଛରେ ବି କେତେ ହେଇଛି ଆମ୍ବ କେତେ ଆମ୍ବ ମାନେ ୱାଓ କେତେ ହେଇଥିଲା ଏଇଟା ତ ଲାଷ୍ଟ ଟାଇମ୍ ଏପଟେ ସେପଟେ ସବୁ ଜାଗାରେ ଆମ୍ବ ଆଉ ଭିତରେ ବି ହେଇଛି ଉପରେ ବି ହେଇଛି ଆଉ ଛୁଇଁ ସଜନା ଛୁଇଁ ମୁଁ କହୁଥିଲି ଆମ ବାରିର ସଜନା ଛୁଇଁ ପୋଖରୀ ପାଖରେ ସଜନା ଛୁଇଁ ଏଇଠି ଗଛ ହେଇଥା ଏଇ ସଜନା ଛୁଇଁ ସଜନା ଛୁଇଁ ହେଇଛି ଆଉ ଏଠି କଖାରୁ ଶାଗ କଖାରୁ ପୁରା କଖାରୁ ମାଡ଼ିଛି ଏତିକି ପୋଇ ମାରିଛି ଲାଗିଛି ବାରିରେ ପୋଇ ବି ହେଇଛି ମତେ ଯାହା ଆମ୍ବଟା ବଢ଼ିଆ ଲାଗେ ଆମ୍ବଟା ଭଲ ଲାଗିଲା ଚିକୁ ଖାଲି ତୋଳିବ ନାଇଁ ବାବା ଚିକୁ ତ ଆଉ 2 ଦିନ ପରେ ସେଇଟା ତୋଳିବ ସେଇଠି ଆସିକି ନାଇଁ ନାଇଁ ବାବା ମିକୁ ସେଇଠି ଥିଲା କୁଆଡ଼େ ଗଲା କିଏ ମିକୁ ଠିଆ ହେଇଥିଲା ବାହାରେ ଆସିବ ଗାଈ ଅଛି ସବୁ ଜମା ନାଇଁ ଆଜି ତ ହେଇଥିଲା ନା ରାୟା ଲାଗୁଥିଲା ବଢ଼ିଆ ଲାଗୁଥିଲା ନାଇଁ ଭଲ ଲାଗୁଛି ଏବେ ଛୋଟ ଗଛରେ ହେଇଛି ଆହୁରି ହେଇଥିଲା କିନ୍ତୁ ଖାଇ ଆସିବି ବୋଲି ଆମ ପାଇଁ ରଖିଛନ୍ତି ଆଉ କଖାରୁ ଶାଗ ଦେଖୁଛ କେତିକି ପୁରା କଅଁଳିଆ କଅଁଳିଆ ପତ୍ର କଖାରୁ ଶାଗ ଆଉ ଫୁଲ ଗଛ ଦେଖିବି ମୁଁ ସବୁଥର ଆସେ ଗାଁରେ ଫୁଲ ଗଛ ଦେଖେ କାଦୁଅ ହେଲା ତା ଗୋଡ଼ କାଦୁଅ ହେଲା ଆଉ ସିଆଡ଼ୁ ଧୋଇଦେବି ଗୋଡ଼ ମମି ଯା ଟିକେ ନେଇକି ଯିବ ସେପଟେ କୁଆଡ଼େ ଗଲେ ଏଇପଟେ ଯାଇଥାନ୍ତ ନା ଏପଟେ ଆସ ଯା ଗୋଡ଼ ଧୋଇଦେବୁ ଏଇଠି ଆଗରୁ ରୋଷେଇ ହେଉଥିଲା ଏବେ ତ ଏବେ ବି ବର୍ଷା ରୋଷେଇ ଦିନ ହେଉଛି ବର୍ଷାରେ ରୋଷେଇ ହେଉଛି ହଁ
ଏ ନକା ଗଛ ହେଇଛି। ନକା ଗଛ, ଆଉ ଏଇଟା କି ଗଛ କହିପାରିବ? ଫୁଲ ଗଛ ଆଉ କି ଗଛ? ହଁ ସୁଗନ୍ଧ। ସୁଗନ୍ଧରାଜ। ହଁ ନାମ 4ଟା ଗଛ ହେଇଛି। ଏଇ ଗୋଟେ ହେଇଛି, ଏଇଟା ଗୋଟେ, ଏଇଟା ଗୋଟେ ଦେଖ, ଏଇଟା ଗୋଟେ ହେଇଛି, ଏଇଟା ଗୋଟେ ହେଇଛି, ଏଇଟା କଢ଼ ଧରିଛି, ଏଇଟା ଗୋଟେ ହେଇଛି, ଏଟା ସେଠି ଗୋଟେ ହେଇଛି, ଗୋଟିଏ 2ଟା 3ଟା ପାଗ ଫୁଲ ବି ଗଛ। ବର୍ଷା ଏଇଟା ମୋ ଆଇଲାଣି, ବୋଉର ଫୁଲ ବଗିଚା। ବର୍ଷା ବୋଧେ ଆଇଲାଣି ମ। ହଁ କେତେ ଜୋର ବର୍ଷା ଅଛି। ସୁନ୍ଦର। ବଢ଼ିଆ ଲାଗୁଛି ତ। ବୋଉ ମାନେ ଫୁଲ ସବୁ ଦେଖି ବିପନ ବିପନ ଛିଟକିଲୁ ଆଇ ମାରିବୁଲୁ ଆଇ ମାରିବ ଆଇ, ଆଇ ମାରିବ। ବିପନ ସବୁ ଫୁଲ ଛିଣ୍ଡେଇ ଦେଲା। ଏବେ ତୋ ନାଁରେ ପୂଜା ହବ। ଏବେ କ'ଣ ସକାଳ ହେଇଛି ପୂଜା ହବ? କାହିଁ ଛିଣ୍ଡେଇଲ ଫୁଲ? ହଁ ତୁ ଆଉ ଛିଣ୍ଡେଇବୁନି ଆଇ ମାରିବେ। କାହିଁ ଦେଖେଇଲ ଫୁଲଟା? କେଉଁ କାହିଁ ଛିଣ୍ଡେଇଲ? ଆଉ ଇଏ ହେଲା ବଡ଼ ଯୋଉ ଇଏ ଗଛ, ବଡ଼ ତରାଟ। ଏଠି ଗୋଟେ ଲାଗିଛି, ଏଟା ଗୋଟେ ଲାଗିଛି, ଏଟା ଛୋଟ, ଏଟା ବଡ଼, 2 ପ୍ରକାର ଲାଗିଛି। ତ ଦେଖିଲେ ଏଇଟା ଆମର ମୋ ବୋଉର ଛୋଟ ଫୁଲ ବଗିଚା। ଏଠି ତ ଶାଗ ବି ପଡ଼ିଛି, ପୋଇ ଶାଗ ଲଗା ହେଇଛି। ଆଉ ସେପଟ ବାରିକି ତ ମୁଁ ସକାଳେ ନେଇଥିଲି, ଦେଖେଇଥିଲି। ଲାଗିଛି। ଆଉ ବର୍ଷା କେତେ ଜୋର ଆସୁଛି ଦେଖୁଛି, ପୁରା ଅନ୍ଧାର କରି ଆଇଲାଣି। ଗାଁକୁ ଆସିବ ଯେ ବର୍ଷାର ମଜା ନ ନେବ, କାଦୁଅର ମଜା ନ ନେବ। ଆଉ ତ ଆମେ ଆଜି ଆସିଲୁ, କ'ଣ କେମିତି କାଟିଲୁ ଦିନମାନ, କ'ଣ କେମିତି ଖାଇଲୁ, କ'ଣ କଲୁ। ଆଉ ମୁଁ ଆସୁ ଆସୁ ଆପଣମାନଙ୍କୁ ଆମ ବାରି ବି ଦେଖେଇଲି। ମାନେ ଆମ୍ବ ହେଇଛି, ନେମ୍ବୁ, ସବୁ ମାନେ ଛୁଇଁ ଠାରୁ ଯାହା ବାରିରେ ଥିଲା ସବୁ ଆପଣମାନଙ୍କୁ ଦେଖେଇଲି। ଆଉ ଫୁଲ ବଗିଚା ଦେଖୁଥିବ ବୋଉର କେତେ ସୁନ୍ଦର ଫୁଲ ବଗିଚା ହେଇଯାଇଛି। ଫୁଲ ବି ସବୁ ଫୁଟିଲାଣି। ଆଉ ବର୍ଷା ତ ଆସିଗଲା, ଯେହେତୁ ଅନ୍ଧାର କରି ଆସିଲା। ଲାଇନ୍ ତ କାଟିଦେବ, ଯେମିତି ଆଇଲା ଲାଇନ୍ କାଟିବ ସିଓର। ତ ଅନ୍ଧାର କରିକି ଆସିଲେ। ତ ଆଜିର ଦିନଟା କେମିତି କ'ଣ କଟିଲା ତ ଆପଣମାନଙ୍କ ସହ ସେୟାର କଲି। ତ ଆପଣମାନଙ୍କୁ ଯଦି ଭଲ ଲାଗିଲା ନିଶ୍ଚିତ ଗୋଟେ କମେଣ୍ଟ କରିବେ, ସେୟାର କରିବେ, ଲାଇକ୍ କରିବେ। ଆଉ ଯେହେତୁ ଗାଁରେ ଏବେ ଇଏ ରହିବେ ଏବେ 5-6 ଦିନ, ଏବେ ଗାଁର ଭିଡ଼ିଓଟା ପ୍ରତିଦିନ ପଡ଼ିବ। ଆପଣମାନଙ୍କୁ ଭଲ ଲାଗିବ, ଲାଇକ୍ କରିବେ। ବାଏ ବାଏ।